30 ପଦରୁ କିନ୍ତୁ କ୍ଷେତର ଯୋଉ ଘାସ ଆଜି ଅଛି ଆଉ କାଲି ଚୁଲିରେ ପକାଯାଏ, ତାକୁ ଯେବେ ଈଶ୍ୱର ଏ ପ୍ରକାର ବେଶ ଦିଅନ୍ତି, ତେବେ ହେ ଅଳ୍ପ ବିଶ୍ୱାସୀ ମାନେ ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚୟ ରୂପେ ବସ୍ତ୍ର ନ ଦେବେ? ଆଜି ମନୁଷ୍ୟ ଜୀବନରେ ଏତେ ଚିନ୍ତା ବ୍ୟସ୍ତ ହେବାର ମୁଖ୍ୟ କାରଣ ହେଲା ମନୁଷ୍ୟ ଆଜି ନିଜ ଉପରେ ବହୁତ ଡିପେଣ୍ଡ କରୁଛି। ସ୍ୱୟଂ ଉପରେ, ନିଜ ଉପରେ ବେଶୀ ଡିପେଣ୍ଡ। ଘର ଭଡା ମୁଁ ଦେବି, ମିନିଷ୍ଟ୍ରି ମୁଁ ଚଲେଇବି, ପୁଅ ଝିଅର ଯତ୍ନ ମୁଁ ଦେବି, ସବୁ ଯାକ ସେ ତାର ନିଜର ମୁଣ୍ଡ ଉପରେ ସେ ବୋଝ ଲଦି ହେଇଯାଇଛି। ସେଥିପାଇଁ ସେ ଆଜି ଏଇ ପ୍ରକାର ଚିନ୍ତାରେ ଘେରିକିନା ଅଛି। ଯୋଉମାନେ 20-30 ହଜାର ଟଙ୍କା ଦରମା ପାଉଛନ୍ତି ସେମାନେ ମଧ୍ୟ ଚିନ୍ତାରେ ଅଛନ୍ତି। ଯୋଉମାନେ 60-70 ହଜାର ଟଙ୍କା ଦରମା ପାଉଛନ୍ତି ସେମାନେ ମଧ୍ୟ ଚିନ୍ତାରେ ଅଛନ୍ତି। ଯୋଉମାନେ ଲକ୍ଷ ଉପରେ ଦରମା ପାଉଛନ୍ତି ସେମାନେ ମଧ୍ୟ ଚିନ୍ତାରେ ଅଛନ୍ତି। କାହିଁକି? ସମସ୍ତେ କଣ କରୁଛନ୍ତି? ନିଜେ ସବୁ କରିବା ପାଇଁ ଚାହୁଁଛନ୍ତି, ନିଜ ଉପରେ ଏକା ନିର୍ଭର, ନିଜେ ଏକା ସବୁ କରିବା ପାଇଁ ଚାହୁଁଛନ୍ତି। ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଏଇ ସମସ୍ୟାକୁ ମଧ୍ୟ ସେ ମୂଳରୁ ପାଳୁଛନ୍ତି। ତୁମେ ନିଜ ଉପରେ ଡିପେଣ୍ଡ କର ନାହିଁ, ମୋ ଉପରେ ଡିପେଣ୍ଡ କର, ପ୍ରଭୁଙ୍କ ଉପରେ ଡିପେଣ୍ଡ କର। ଏଇଟା ସେ ଆମମାନଙ୍କୁ ଶିଖାଉଅଛନ୍ତି। ପ୍ରିୟମାନେ, ଆମମାନଙ୍କ ଜୀବନରେ ଯେକୌଣସି ସମସ୍ୟା ଅଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସମସ୍ୟାର ମୂଳରୁ ସମାଧାନ କରିବା ପାଇଁ ସେ ଚାହୁଁଛନ୍ତି। ମୂଳରୁ ସମାଧାନ କେତେବେଳେ ହେବ? ଆମେ ଏତେ ଚିନ୍ତା ବ୍ୟସ୍ତ ରୁ ସମାଧାନ ଆମେ କେତେବେଳେ କରିପାରିବା? ଯୋଉ ସମୟରେ କି ଆମେ ପ୍ରଭୁଙ୍କ ଉପରେ ନିର୍ଭର କରିବା। ଗୋଟେ ପଦ ଆମେ ପଢିବା ପାଇଁ ଯିବା, ମୋ ସହିତ ଆପଣ ମାନେ ଫିଟେଇବେ ହିତୋପଦେଶ ପୁସ୍ତକ, ଏହାର 3 ଅଧ୍ୟାୟ 5 ପଦ। ତୁମେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଯଦି ଆମେ ଗୋଟେ ଚିନ୍ତାମୁକ୍ତ ୱରି ଫ୍ରି ଲାଇଫ ବିତେଇବା ପାଇଁ ଚାହୁଁଛୁ, ତାହେଲେ ପ୍ରଭୁଙ୍କ ଉପରେ ଆମେ ଭରସା କରିବାର ଅଛି, ଡିପେଣ୍ଡ କରିବାର ଅଛି, ନିର୍ଭର କରିବାର ଅଛି। ଯେତେବେଳେ ଆମେ ନିଜେ ସବୁ ବିଷୟକୁ ଆମେ ଡିଲ୍ କରିବା ପାଇଁ ଚାହିଁବୁ, ସେଇ ସମୟରେ ଆମେ ଯେତେ ଜ୍ଞାନୀ ହେଉ, ଯେତେ ବଳବାନ ହେଉ, ଯେତେ ଅଧିକ ଦରମା ଆମେ ପାଉଥିଲେ ମଧ୍ୟ ଆମେ ଚିନ୍ତାରେ ଭାରରେ ରହିଯିବୁ। ଆମେ ପ୍ରଭୁ କେବେ ହେଲେ ମଧ୍ୟ ଚାହୁଁନାହାନ୍ତି। ସେ କହିଲେ, ହେ ଭାରଗ୍ରସ୍ତ ଲୋକ ସମସ୍ତେ, ନେଇକି ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆଜି ଆମମାନଙ୍କର ପ୍ରତ୍ୟେକ ଭାରକୁ ସେ ବହନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ଏଇଟା ଶୁଣିଛୁ। ଦିନେ ଗୋଟେ ଭଉଣୀ ସେ ଗାଡିରେ ସେ ଯାଉଛନ୍ତି, ଚାଲି ଚାଲି ଯାଉଛନ୍ତି, ଗୋଟେ ବୋଝ ଗୋଟେ ନିଜ ଉପରେ ଲଦିକିନା ସେ ଗାଡିରେ ସେ ଯାଉଛନ୍ତି। ସେଇ ସମୟରେ ତାଙ୍କ ସାହିର ଜଣେ ଆଜ୍ଞା ତାଙ୍କୁ କହିଲେ, ଆସ, ମୁଁ ତୁମକୁ ଗାଡିରେ ମୋ ଲିଫ୍ଟ ଦେବା ପାଇଁ ଚାହୁଁଛି। ତାଙ୍କ ଗାଡିରେ ତାଙ୍କୁ ଲିଫ୍ଟ ଦେଲେ। ଲିଫ୍ଟ ଦେଲା ପରେ ମଧ୍ୟ ସେ ବୋଝକୁ ମୁଣ୍ଡ ଉପରେ ରଖିଛନ୍ତି। ସେ ବୋଝକୁ ସେ ତଳକୁ ଓହ୍ଲାଉ ନାହାନ୍ତି। ସେ କହିଲେ, କାହିଁକି ତୁମେ ମୁଣ୍ଡରେ ଉପରେ ବୋଝ ରଖିଛ? ତଳକୁ ଓହ୍ଲାଇ ଦିଅ। ନାଇଁ ଆଜ୍ଞା, ମୁଁ ଆକା ଏ ବୋଝକୁ ବୋହିବି। ଆଜି ଅନେକ ଜଣ ଅଛନ୍ତି, ସେମାନେ ତାଙ୍କର ନିଜର ବୋଝକୁ ସେମାନେ ନିଜେ ବୋହିକିନା ଅଛନ୍ତି। ଯୋଉ ସମୟରେ ଆମେ 100% ପ୍ରଭୁଙ୍କ ଉପରେ ଆମେ ଡିପେଣ୍ଡ କରିବା, ଏଇଟା ପ୍ରଭୁ ଚାହୁଁଛନ୍ତି। କାରଣ ସେ ଆସିଲେ ମନୁଷ୍ୟ ଏତେ ଚିନ୍ତିତ ବ୍ୟତିବ୍ୟସ୍ତ ରହିବାର କାରଣ କଣ? ସେ ନିଜ ଉପରେ ଡିପେଣ୍ଡ କରୁଛି। ନିଜର ବଳ, ନିଜର ବୁଦ୍ଧି, ନିଜର ଜ୍ଞାନ, ନିଜର ଶକ୍ତି, ଏଇ ସବୁ ଉପରେ ସେ ଡିପେଣ୍ଡ କରିବା ଦ୍ୱାରା ସେ କଣ ହେଇଯାଉଛି? ସେ ଚିନ୍ତାରେ ବ୍ୟସ୍ତ ହେଇଯାଉଛି। ଯେତେ ଦରମା କମାଉ, ଯେତେ ଜ୍ଞାନ ଥାଉ, ଯାହା ବି ହେଲେ ମଧ୍ୟ ସେ ବ୍ୟତିବ୍ୟସ୍ତ ହେଇଯାଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ ପାଇଁ ଆସିଲେ? ଯେ ସେ ତାଙ୍କ ସେବା କାର୍ଯ୍ୟ କଣ? ଗଛର ମୂଳରେ ସେ କୁରାଡି ଲଗାଉଛନ୍ତି। ନିଜ ଉପରେ ଡିପେଣ୍ଡ କରିବାଟା ବନ୍ଦ କରି ଆମେ ପରମେଶ୍ୱରଙ୍କ ଉପରେ ଯେତେବେଳେ ଆମେ ଡିପେଣ୍ଡ କରିବାଟା, ନିର୍ଭର କରିବାଟା ଆମେ ପ୍ରାରମ୍ଭ କରିଦେବୁ, ସେତେବେଳେ ଆମେ ଗୋଟେ ଚିନ୍ତାମଗ୍ନ, ଆମେ ଚିନ୍ତାମୁକ୍ତ ଆମେ ଜୀବନ ଯାପନ କରିପାରିବୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱରଙ୍କର ଏହା ଇଚ୍ଛା। ଦେଖନ୍ତୁ, ଯେତେବେଳେ ଏଦନ ଉଦ୍ୟାନରେ 2ଟା ଗଛର ଫଳ ପ୍ରଭୁ ଖାଇବା ପାଇଁ ମନା କରିଥିଲେ। ଗୋଟିଏ ହେଲା ସତ୍ସଦ୍ ଜ୍ଞାନଦାୟକ, ଆଉ ଗୋଟେ ଜୀବନ ବୃକ୍ଷ। ମାତ୍ର ଶୟତାନ ମନୁଷ୍ୟ ମାନଙ୍କୁ ଏଇ ପ୍ରକାର ଭାବରେ ସେ ଭ୍ରାନ୍ତ କଲା, ପ୍ରଲୋଭିତ କଲା। ତୁମେ କଣ କର? ତୁମେ ଯାଇକିନା ସତ୍ସଦ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଅ। ଏହାର ଅର୍ଥ କଣ? ତୁମେ ଆଉ ପ୍ରଭୁଙ୍କ ଉପରେ ଡିପେଣ୍ଡ କରିବା ଦରକାର ନାହିଁ।
तुमको ज्ञान मिल जीवो, बुद्धि मिल जीवो, काहाकू बाहा हेबो, कोठी जॉब करिवो, को पाठ पढ़िवो, सब विषय तुम्हें निजे जानीदेव। परमेश्वर को ऊपर निर्भर करने आवश्यक नहीं। तुमको ए प्रकार ज्ञान मिल, बुद्धि मिल, तुम्हें निज इच्छा अनुसार बंची पार। यहाँ अनेक लोकंकर जीवन शैली। से माने प्रभु ऊपर डिपेंड करने चाहू ना, निज निज ऊपर से निर्भर करी निजर जीवन को से बितेवा चाहते। यहाँ हूँ से जीवन जोटा कि निज ऊपर निर्भर कर जीवन। निज ऊपर जो मैंने निर्भर करेंगे सब डिप्रेशन रे थे, सब चिंतामग्न होना थे। आ परमेश्वर आमको चाहू ना, से कहते मो ऊपर डिपेंड कर, मु तुम मान निमंते भार बहन करने चाहूँगी। এইটা ସେ ଆମମାନଙ୍କୁ ସେ କହିବା ପାଇଁ ଚାହୁଁଛନ୍ତି। ଆମେ ଅଳ୍ପ ସମୟର ଆଜିର ଧ୍ୟାନରେ ଆମେ ଗୋଟେ ଶିଶୁ ପରି ଆମେ ପରମେଶ୍ୱରଙ୍କ ଉପରେ ଆମେ ଡିପେଣ୍ଡ କରିବା। ଆମେ ଗୋଟେ ଶିଶୁକୁ ଯାହା ଦରକାର ସେ ତାଙ୍କର ମା ବାପା ଉପରେ ଡିପେଣ୍ଡ କରେ। ସେଥିପାଇଁ ଆପଣ ଗୋଟେ ଛୁଆକୁ କେବେ ହେଲେ ମଧ୍ୟ ଚିନ୍ତାରେ ବ୍ୟସ୍ତ ମଗ୍ନ ଆପଣ ଦେଖିବେ ନାହିଁ। ଏଇ ଦିନ ମାନଙ୍କରେ ଆମେ ଘର ତିଆରି ଆମେ କରୁଛୁ। ଆମେ ଅନେକ ଲୋକ ଆମକୁ କହୁଛନ୍ତି ଯେ तुम घर तैयारी करुछ मात्र एते खुशी रे केमती अछ, तुमे कोनसी वरी देखा जाऊ ना, कहीं के हमें वरी किसी देखा जाऊ ना, कारण आमे निज ऊपर डिपेंड करू ना। आमे जत्ते बेले जहा दरकार अछि प्रभु को ऊपर आमे डिपेंड करूछु। ए मछिरे हमकु गोटे चौकाठ पई हमकु किछि पैसा आवश्यक थिला। मु प्रभु को निकट प्रार्थना कली, प्रभु हमकु चौकाठ तैयारी करिवार अछि, किछि पैसा दरकार अछि। पैसा अच्छी मात्र अलग काम पैसा अच्छी, चौकाठ पैसा नहीं। से मु प्रार्थना कली प्रभु चौकाठर आवश्यक रही। समय मुझे प्रार्थना करी दुकान को गली, दुकान को गला पर चौकाठ को ऑर्डर दे 4टा चौकाठ। से 4टा चौकाठ टोटाल कॉस्ट है 16,500। मुझे कहली आपन को 16,000 का देवी। यह कही मुझे 4,000 टंका एडवांस देकिना पळा आसिली। घर को आसिला परे जणे हमकू से कहते मु चिठी बांधी थी, चिठी बांधी थी, ए चिठी पैसाटा फुटिला परे आपण को आमे देबा पई चाहूथिलु बोली। से कहले आमे 18,000 टका चिठी बांधी थिलु, मात्र मझिरे जणे क्विट करी गले, जहा द्वारा कि 16,000 टका अछि। देखंतु 16,500 नहीं कि 17,000 नहीं कि 15,500 नहीं, एक्यूरेट अमाउंट परमेश्वर से देवा। परमेश्वर से जानिचंती। मु आपण मान को एहा कहिबा पई चाहे आमर परमेश्वर ऊपर जो माने डिपेंड करती, निर्भर करती, से माने जेते कम सैलरी पांतु, से माने जेते कम शिक्षित हुंतु, से माने चिंतित व्यतिव्यस्त घाबरे ही जीवन यापन करिवे नहीं। से माने गोटिए शांतिर निर्विघ्नतार जीवन यापन करिवे। प्रभु हमको सही प्रकार जीवन से देबा पई इच्छा करूछंती। से आमको टिके आमे निजे के आमे टिके ध्यान करी देखिबा जे मु मोर निज ऊपर डिपेंड करूची कि ना मोर भरोसा प्रभु। आमे अनेक समय रे आमे गीत मध्ये आमे गाओ, आमे प्रभु आमे तुम ऊपर भरोसा करूछु, तुम्हें भरोसा युक्त परमेश्वर हो। जैसे मुर्गी बच्चों को संभालता है वैसे ही तू हमें संभालता है। आम ये प्रकार विषय गुड़िक आम करूछु, मात्र आम डिपेंड का ऊपर आम कहा ऊपर आम भरोसा करूछु। प्रिय माने आमे जो परमेश्वर को विश्वास करूछु से भरोसा योग्य परमेश्वर, तांको ऊपर आम 100% भरोसा करि परिबा। प्रभु आज छोटिया संदेश रे आमान को एनकरेज करी से कहिबा पई चाहुचंती, मु तोर चिंतार व्यतिव्यस्ततार मूल को मु काटिबा पई चाहूची। से मूल विषय को मुझे तो काटी देवी, सही समय रे तुम्हें कौन ही परिबो, तुम्हें संपूर्ण चिंता मुक्त जीवन यापन करि परिबो। तुम्हें कौन सी प्रकार भाव चिंतित हेबरे। गोटे काम करो, मो ऊपर डिपेंड करो, मो ऊपर निर्भर करो। जो माने प्रभु को ऊपर निर्भर करिवे से माने कौन सी प्रकार भाव चिंतित व्यतिव्यस्त हेबे नहीं। मु आपण मान को देखेबा पाई चाहे, मो सहित आपण माने पढ़ी परिबे रोमियो पुस्तक 4 अध्याय को आसीबे। एठी की प्रकार डिपेंडेंस प्रभु को ऊपर आमे सीटा आमे देखिबा। आमे मो सहित आपण माने पिटांतु 4 अध्याय 17 पदरु, जेउ ईश्वर को से विश्वास कले
से मृत मानकु सजीव करंती और नथिबा वस्तु को थिबा वस्तु परि डाकंती। देखंतु एटा होची अब्राहम परमेश्वर ऊपर से कि प्रकार भाव से विश्वास कले, कि प्रकार तांको ऊपर डिपेंड कले, कि प्रकार तांको ऊपर आउजी पड़ले। से कहले से जो ईश्वर को विश्वास कले से मृत मान को सजीव करंती। अब्राहम कौन से मृत मान को परमेश्वर बंचाइबाटा से देखिया का जीवन रे, मात्र से प्रभु सहित रहू रहू प्रभुंकर शक्ति को प्रभुंकर सामर्थ्य को से एते भल भाव जानीदेला पर से यही प्रकार भाव में पवित्र आत्मा तांको विषय लिखुचंती। अब्राहम से ए पृथ्वी रे चलुथिबा समय रे से कि प्रकार भाव में प्रभुंको ऊपर भरोसा करुथिले, विश्वास करुथिले, डिपेंड करुथिले। से अब्राहम व्यतिव्यस्त जीवन यापन करनांती काहेकि से प्रभुंको ऊपर से भरोसा करुथिले। तापर से देखा जाए जैसे नथिबा वस्तु को थिबा वस्तु परि डाकंती। इटा होची हमर परमेश्वरंकर क्वालिटी। तापछे सही ईश्वरंक दृष्टि रे से आंभ समस्तंकर पिता अटंती। जेपर लेखा अछि आंभे तुम्भको बहु जातिर पिता करियछु, एही परि तुम्भर वंश हेबो। एही जो कथा कुहा जाइतिला तद अनुसारे से जेपरि बहु जातिर पिता हुअंती एथि निमंते आशा नथिले सुद्धा आशा रखी से विश्वास कले। भावंतु कि प्रकार प्रभुंको ऊपर भरोसा, आशा नहीं तांकर स्त्रींकर कंडीशन देखिबा समय रे आशा नहीं, मात्र निज ऊपर भरोसा मध्य नहीं, प्रभुंको ऊपर एका भरोसा। से देखुचंती प्रभु गोटे वाक्य रे गोटे प्रतिज्ञा हमको करिसंती। परमेश्वर अब्राहम को हाथ धरिके ना पहाड़ को आणले आ कहले आकाशर तारा को देख। आकाशर तारा को जो समय देखुचंती कहले एही प्रकार तुमर वंश हेबो, एही प्रकार तुमर वंश हेबो। प्रिय माने जो प्रकार अब्राहम को कहले आकाशर तारा परि तुमर वंश हेबो, आजी से आमान को कहउचंती कौन खाइबो, कौन पीबो, कौन पिंधिबो एही सब विषय ने चिंतित हेबा दरकार नहीं। एटा विजाति माने ये सब विषय को नहीं चिंतित व्यतिव्यस्त हेबे। कौन सी व्यतिव्यस्त मो ऊपर भरोसा रख, मो ऊपर डिपेंड करो, मु तुमको ये सब विषय को जगेबी, मु तुमको ये सब विषय गुड़िक देबी। प्रिय प्रभु को लोक माने सेमिति परमेश्वर। आजी आमे सेवारे अछु, आमर भरोसा का ऊपर, आमर संस्था ऊपर भरोसा करिछु ना विश्वासी माने किछि दशमांश देबे, दान दक्षिणा देबे, सेही ऊपर आमे बंचिबा पय भरोसा करिछु। आमे सेरे जाको दुर्बल भरोसा गुड़िक, मात्र प्रकृत भरोसा प्रभु ऊपर रहिबार। जे प्रभु यीशु ख्रीष्ट कहले मु तुम जो चिंता तुमे करूच से चिंतार चेर को मु काटिबा पय चाहूची, चिंतार चेर को जल मु काटी देबी सेही समय रे तुमे मोर ऊपर भरोसा करिवो। टिके भाबंतु जेते बेले लाजार को देह खराब थिला सेही समय रे तांकर दुई भौणी मार्था और मरियम यीशुଙ୍କ निकट को खबर पठेले। खबर पठेला परे यीशु ख्रीष्ट खबरटा सुनले आउ जानी सुनी से सही स्थान रे 3 दिन रही गले। सुनले मु जो लाजार को प्रेम करूची से लाजार पीड़ित अछि। से खबर सुनला परे जानी सुनी के 3 दिन विलंब कले। काहे कि विलंब कले? कारण लाजारंकर शरीर रे एबे जाए कौन अच्छी जीवन अच्छी, एबे जाए तार हाथ हलुची, गोड़ हलुची। मात्र यीशु ख्रीष्ट केते बेले जाउछंती जो समय रे लाजार मरि जाइछि आउ लाजार निज पाई किछि करि परिबो नहीं, ताको कबर रे रखा जाइछि। सेही प्रकार परिस्थिति रे प्रभु तांको परिवार को जाउछंती। भाबंतु से मार्था को कहउछंती एबे मध्य तुमे मो ऊपर भरोसा करि परिबो, एबे मध्य मु तुमर भाई को बंचाई परिबी, एबे मध्य तुम जीवन रे आश्चर्य कर्म करि परिबी। मो पाई विलंब बोली किछि नुए, मो पाई असाध्य बोली किछि नुए, मु संबु विषय मु करि परिबी। प्रिय माने सेही भरोसा आमे प्रभु को ऊपर रखिबार आवश्यक रहि अछि। आशा शून्य अवस्था रे मध्य अब्राहम परमेश्वरंकर ऊपर से आशा रखले। जो समय रे कि कोनोसी मनुष्य से आशा रखि परिबे नै, सेही समय रे से परमेश्वर ऊपर आशा रखले। आछि आमे को प्रकार परिस्थिति मध्य दे जाउछु, आमानकर शारीरिक दुर्बलता, आमानकर कोनोसी प्रकार आर्थिक समस्या, मु जो समय रे हमर जेजेमा को मेडिकल रे पकेइछु
ଆଉ ସେ ପାଖାପାଖି 4-5 ଦିନ ହେଲା ଆଇସିୟୁ ରେ ଅଛନ୍ତି। ସେଇ ସମୟରେ ମତେ ଜଣେ ଫୋନ କରି କହିଲେ ଯେ ତୁମ ଜେଜେମା ତ ବେଶ ସିରିୟସ ଅଛି, ଆମେ କଣ ତାଙ୍କର ଏଇଟା ଶେଷ ଅବସ୍ଥା ବୋଲି ଆମେ ଭାବିବୁ କି ବୋଲି ମତେ କହିଲେ। ମୁଁ କହିଲି ନାଇଁ ନାଇଁ, ସେମିତି ଭାବିବାର ଆବଶ୍ୟକ ନାହିଁ। ମୁଁ ଜାଣିଛି ମୋର ଜେଜେମା ଏବେ ପ୍ରଭୁଙ୍କର କୋଳକୁ ଯିବେ ନାହିଁ। ମୁଁ ଏଇଟା 100% ମୁଁ ଜାଣିଛି, ମୋ ପ୍ରଭୁଙ୍କ ଉପରେ ଏଇଟା ଭରସା ଅଛି। ପ୍ରିୟ ମାନେ, ଆମେ ପ୍ରଭୁଙ୍କ ଉପରେ ଭରସା ଡିପେଣ୍ଡ କରିବାଟା ଶିଖିବାର ଅଛି। ଗୋଟେ ଛୋଟ ପିଲା ଯେକୌଣସି ବିଷୟରେ ସେ ତାଙ୍କ ବାପାଙ୍କ ଉପରେ ଡିପେଣ୍ଡ କରେ। ଆମେ ମଧ୍ୟ ସେଇ ପ୍ରକାର ପ୍ରଭୁଙ୍କ ଉପରେ ନିର୍ଭର କରିବାର ଅଛି। ଅବ୍ରାହମ କି ପ୍ରକାର ଭାବରେ ସେ ପ୍ରଭୁଙ୍କ ଉପରେ ସେ ନିର୍ଭର କରିଛନ୍ତି। ଲେଖାଗଲା 19 ପଦ, ରୋମିଓ 4 ଅଧ୍ୟାୟ 19 ପଦରେ, ତାଙ୍କର ବିଶ୍ୱାସ ପ୍ରାୟ 100 ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ, ପରମେଶ୍ୱରଙ୍କୁ ମୃତବତ ନୁହେଁ, ପରମେଶ୍ୱରଙ୍କୁ ମୃତ। ଅନେକ ଲୋକ ପରମେଶ୍ୱର ମରିଗଲେ ଭାବୁଛନ୍ତି, ନାଇଁ ନାଇଁ, ନିଜର ଶରୀରକୁ ମୋର ଦେହ ହେଇପାରିବ ନାହିଁ, ମୁଁ ଆଉ କରିପାରିବି ନାହିଁ, ଏଇଟା ମୋ ପାଇଁ ଅସମ୍ଭବ। ଏମିତି ପରିସ୍ଥିତି। ଲାଜାର ବଞ୍ଚିଥିବା ସମୟରେ ପରମେଶ୍ୱର ତାଙ୍କ ଘରକୁ ଯାଉନାହାନ୍ତି। ମାତ୍ର ଲାଜାର ଯେଉଁ ସମୟରେ ସେ ମୃତ୍ୟୁବରଣ କରୁଛନ୍ତି, ନିଜ ପାଇଁ କିଛି କରିପାରିବେ ନାହିଁ, ହାତ ବି ହଲେଇ ପାରିବେ ନାହିଁ, ଗୋଡ ବି ହଲେଇ ପାରିବେ ନାହିଁ, ସେଇ ସମୟରେ ପ୍ରଭୁ ତାଙ୍କ ପାଖକୁ ଯାଉଛନ୍ତି। ପରମେଶ୍ୱର ବେଳେ ବେଳେ ଆମକୁ ଏଇ ପ୍ରକାର ପରିସ୍ଥିତିରେ ପକେଇ ଦିଅନ୍ତି, ଯୋଉ ପରିସ୍ଥିତିରେ ଆମେ କିଛି କରିପାରିବୁନି। ସେତେବେଳେ ସେ କହିବେ, ଏବେ ମୁଁ ତାଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିପାରିବି। ପ୍ରିୟମାନେ, ଆମର ପରମେଶ୍ୱର ସେମିତି। ଆମ ପରମେଶ୍ୱର ସେଇ ପ୍ରକାର ଆମ ଜୀବନରେ ନଥିବା ବସ୍ତୁକୁ ଥିବା ବସ୍ତୁ ପରି, ଆଉ ଅସମ୍ଭବ ବିଷୟକୁ ସମ୍ଭବ କରିବା ପରମେଶ୍ୱର ସେ ଅଟନ୍ତି। ଆଜି ସ୍ୱୟଂ ଉପରେ, ନିଜ ଉପରେ ଆମେ ଯୋଉ ଭରସା ରଖିଛୁ, ତାର ଚେରକୁ ଆମେ କାଟି ପକେଇବା। ଆମେ କହିବା, ପ୍ରଭୁ ମେରା ଭରସା କେବଳ ତେରେ ଉପରେ, ମୋର ଭରସା କେବଳ ପ୍ରଭୁ ତୁମ ଉପରେ ଅଛି, ମୁଁ ତୁମ ଉପରେ ଭରସା କରୁଛି। ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା। ଏଇ ଗୀତ ଆମ ଜୀବନରେ ସଫଳ ହେବାର ଆବଶ୍ୟକ ରହିଅଛି। ଅବ୍ରାହମ ଦେଖୁଛନ୍ତି ନିଜ ଶରୀରକୁ, ଆମେ ଅନେକ ସମୟ ନିଜ ପକେଟକୁ ଦେଖୁ। ଆମେ ଆମେ ଅନେକ ସମୟ ଲୋକ ଭାବନ୍ତି, ଆମକୁ କହିଲେ, ନିର୍ମଳ ତୁମେ ଏତେ ଟଙ୍କା କୋଉଠି ତୁମେ ରଖିଥିଲ, ସାଙ୍ଗେ ସାଙ୍ଗେ 2 ମହଲା ଘର ବାନ୍ଧୁଛ। ଆମେ ରଖିନଥିଲୁ, ପରମେଶ୍ୱର ଆମ ପାଇଁ ସେ ରଖିଥିଲେ। ଭରସା ତାଙ୍କ ଉପରେ ଭରସା କରି ଏସବୁ କାମ କରୁଛୁ। ଆମେ ଅନେକ ସମୟ ଆମ ପକେଟକୁ ଦେଖୁ। ଆମେ ଆମ ପକେଟକୁ ଦେଖିଲା ପରେ ଆମେ ଭାବୁ, ଆମ ଦେଇ ହେଇପାରିବ ନାହିଁ, ଆମ ଦେଇ କରିପାରିବ। ହଁ, ଆମ ଦେଇ ହେଇପାରିବ ନାହିଁ, ମାତ୍ର ଯୋଉ ପରମେଶ୍ୱରଙ୍କୁ ଭରସା କରିଛୁ, ବିଶ୍ୱାସ କରିଛୁ, ସେ ପରମେଶ୍ୱର ଅସମ୍ଭବକୁ ସମ୍ଭବ କରିବା ପରମେଶ୍ୱର, ନଥିବା ବସ୍ତୁକୁ ଥିବା ବସ୍ତୁ ପରେ ଡାକିବା ପରମେଶ୍ୱର। ସେଥିପାଇଁ ସେ କହୁଛନ୍ତି, ତୁମର ସମସ୍ତ ଚିନ୍ତାର ଭାର ମୋ ଉପରେ ପକାଅ, ମୁଁ ତୁମମାନଙ୍କ ନିମନ୍ତେ ଚିନ୍ତା କରୁଛି। ପ୍ରିୟମାନେ, ଆମେ ଅନେକ ସମୟରେ ନିଜେ ବହୁତ ଚିନ୍ତା କରି ନିଜର କ୍ୟାରିୟର ପାଇଁ, ନିଜର ଘର ପରିବାର ପାଇଁ ଆମେ ଏଇ ପ୍ରକାର এই ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଆମେ ଯାଉଥିବୁ। ସେଥିପାଇଁ ପରମେଶ୍ୱର ଆମମାନଙ୍କର ସ୍ୱୟଂ ଉପରେ ଯୋଉ ଆମେ ନିର୍ଭର କରୁଛୁ, ଆମେ ନିଜ ଉପରେ ଏକା ଡିପେଣ୍ଡ ଆମେ କରୁଛୁ, ସେଇଟାର ଚେରକୁ ସେ କାଟିବା ପାଇଁ ଚାହୁଁଛୁ। ସେ କହିଲେ, ଏବେ ମଧ୍ୟ ଗଛ ଗୁଡିକ ମୂଳରେ କୁରାଢି ଲାଗିଛି। ଆମେ ଟିକେ ନିଜକୁ ଆମେ ଦେଖିବା, ଆମର ପ୍ରତିପାଳକ କିଏ, ଆମର ଭରସା କାହା ଉପରେ ଅଛି, ଆମର ଜିହୋବା ରାଫା କିଏ ଅଟନ୍ତି, ଆମର ଜିହୋବା ସାଲମ କିଏ ଅଟନ୍ତି, ତାଙ୍କ ଉପରେ ଆମେ ଡିପେଣ୍ଡ କରିବାର ଆବଶ୍ୟକ ରହିଅଛି। ପଢିବା ଆମେ, ଏତେ ସୁନ୍ଦର ଭାବରେ ପରମେଶ୍ୱର ସେ ଆମମାନଙ୍କୁ କହୁଛନ୍ତି, ତାଙ୍କର ବୟସ 100 ବର୍ଷ ହେବାରୁ ଆପଣା ଶରୀରକୁ ମୃତବତ ଓ ସାରାଙ୍କର ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ। ପ୍ରିୟମାନେ, ଏଇଟା ହଉଛି ସେହି ପରମେଶ୍ୱରଙ୍କ ଉପରେ ଭରସା କରିବାର ଜୀବନ। ନିଜ ଶରୀରକୁ ଦେଖୁଛନ୍ତି, ନିଜ ସ୍ତ୍ରୀର ଶରୀରକୁ ଦେଖୁଛନ୍ତି, କିଛି ହେଇପାରିବ ନାହିଁ, ଅସମ୍ଭବ, ଏଇଟା ସମ୍ଭବ ନୁହେଁ। ଲୋକମାନେ ମଧ୍ୟ କହୁଛନ୍ତି ଏଇଟା ସମ୍ଭବ ନୁହେଁ। ମାତ୍ର ଅବ୍ରାହମଙ୍କର ଆଶାରେ, ବିଶ୍ୱାସରେ ସେ ଦୁର୍ବଳ ପଡୁନାହାନ୍ତି। ତା ପଛେ ଲେଖାଯାଉଛି, ଦୁର୍ବଳ ହେଲେ ନାହିଁ, ବରଂ ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ
କଲେ ନାହିଁ। ଯେତେବେଳେ ଜୀବନରେ ଅବିଶ୍ୱାସ ପଳେଇ ଆସେ, ଅବିଶ୍ୱାସ ପଳେଇ ଆସୁ ଆସୁ ସାଙ୍ଗେ ସାଙ୍ଗେ ସନ୍ଦେହ ପଳେଇ ଆସେ। ଆଉ ଯାର ଜୀବନରେ ସନ୍ଦେହ ପଳେଇ ଆସେ ସେ କୌଣସି ସ୍ଥାନରେ ସ୍ଥିର ହେଇ ରହିପାରିବ ନାହିଁ। ସେ ଯେ ପ୍ରକାର କି ତୁଷ ପବନରେ ଉଡିବ, ଗୋଟେ ତୁଳା ପବନରେ ଯେମିତି ଉଡିବ, ସମୁଦ୍ରର ଲହଡି ଯେମିତି ଆସିବ, ସେଇ ପ୍ରକାର ଢେଉ ଉପରେ ଢେଉ ଆସୁଥିବ, ସେ କେବେ ହେଲେ ମଧ୍ୟ ସ୍ଥିର ହେଇକିନା ରହିପାରିବ ନାହିଁ। ଏବେ ମଧ୍ୟ ଗଛ ଗୁଡ଼ିକର ମୂଳରେ କୁରୁଡା ଲାଗିଛି। ସ୍ୱୟଂ ଉପରେ ଭରସା କରିବାର ସେଇ ଚେରକୁ ଆମେ କାଟି ଆମମାନଙ୍କର ସେହି ଚେରକୁ ପ୍ରଭୁଙ୍କ ଉପରେ ଭରସା କରିବାର ଚେର ଆମେ କରିବାର ଅଛି। ପ୍ରଭୁ ମୁଁ ତୁମ ଉପରେ ଭରସା କରୁଛି, ମୁଁ ତୁମ ଉପରେ ଡିପେଣ୍ଡ କରୁଛି। ନିହାତି ପରମେଶ୍ୱର ଆଜି ଆମକୁ ସେ ବାକ୍ୟ ଦ୍ୱାରା ସେ ଆମକୁ କଥାବାର୍ତ୍ତା ହଉଛନ୍ତି। ଆଜି ଆମେ ଅନେକ ଜଣ ଅଛୁ ହାଲିଆ ହେଇଯାଇଛୁ, କରି 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 ଥକି ଯାଇଛୁ, ଆମେ ପାରୁନାହୁଁ, ଆମେ ବହୁତ ବ୍ୟତିବ୍ୟସ୍ତ ଛାନିଆ ହେଇଛୁ, ଆମେ କେମିତି ଆମେ କରିବୁ। ଆମେ ମାତ୍ର ପରମେଶ୍ୱର କହୁଛନ୍ତି ମୋ ଉପରେ ଭରସା ରଖ। ଯେଉଁମାନେ ପ୍ରଭୁଙ୍କ ଉପରେ ଭରସା ରଖନ୍ତି ସେମାନେ କେବେ ହେଲେ ଲଜ୍ଜିତ ହେବେ ନାହିଁ, ସେ କାହାକୁ ଲଜ୍ଜିତ ହେବା ପାଇଁ ଦେବେ ନାହିଁ। ପ୍ରିୟମାନେ, ଅବ୍ରାହମଙ୍କ ବିଷୟରେ ଏଠି ଏତେ ସୁନ୍ଦର ଭାବେ ଲେଖୁଛନ୍ତି ଅବ୍ରାହମ କି ପ୍ରକାର ଭାବରେ ପ୍ରଭୁଙ୍କ ଉପରେ ସେ ଭରସା କଲେ। ଯେତେବେଳେ ସେ ପ୍ରଭୁଙ୍କ ଉପରେ ଭରସା କରିଛନ୍ତି, ପ୍ରଭୁ ତାଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି। ଲେଖାଗଲା, କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ ଏହା ଦୃଢ ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ। ବିଶ୍ୱାସରେ ଯଦି ଆମକୁ ବଳବାନ ହେବାର ଅଛି ତାହେଲେ ଆମକୁ ସନ୍ଦେହ କରିବାର ନାହିଁ, ଆମେ ପ୍ରଭୁଙ୍କୁ ଗୌରବ ଦେଉଥିବାର ଅଛି, ପ୍ରଭୁଙ୍କୁ ମହିମା କରୁଥିବାର ଅଛି, ପ୍ରଭୁଙ୍କର ପ୍ରଶଂସା କରୁଥିବାର ଅଛି। ପ୍ରିୟମାନେ, ଆମର ଭରସା ପ୍ରଭୁଙ୍କ ଉପରେ ରଖିବାର ଅଛି। ପ୍ରଭୁ ଭରସା ଯୋଗ୍ୟ ପରମେଶ୍ୱର ସେ ଅଟନ୍ତି। ସେଥିପାଇଁ ଆମମାନଙ୍କର ସେହି ଚେରକୁ, ଯୋଉ ଚେରଟା ସ୍ୱୟଂ ଉପରେ ନିର୍ଭର ଅଛି, ସେଇ ଚେରକୁ ଆମେ କାଟି ଆମେ ପ୍ରଭୁଙ୍କ ଉପରେ ଆମେ ଡିପେଣ୍ଡ କରିବାର ଅଛି। ତାଙ୍କ ଉପରେ ଯୋଉମାନେ ନିର୍ଭର କରନ୍ତି ସେମାନେ କେବେ ହେଲେ ମଧ୍ୟ ଲଜ୍ଜିତ ହେବେ ନାହିଁ। ଯଦି ଗୀତ ସଂଗୀତା ପୁସ୍ତକ ଆମେ ପଢିବା, ମୋ ସହିତ ଆପଣ ମାନେ ଫିଟେଇବେ ଗୀତ ସଂଗୀତା ପୁସ୍ତକ 62 ଅଧ୍ୟାୟର 8 ପଦ। ଗୀତ ସଂଗୀତା 62 ଅଧ୍ୟାୟର 8 ପଦ। ହେ ଲୋକମାନେ ସବୁବେଳେ ତାହାଙ୍କ ଠାରେ ନିର୍ଭର କର। ସବୁବେଳେ ବୋଲେ କେବେ କେବେ? ଏଟା ଗୋଟେ ବହୁତ ବଢିଆ ପ୍ରଶ୍ନ। ସବୁବେଳେ ମାନେ କେବେ କେବେ? ପ୍ରିୟ ମାନେ, ସବୁବେଳେ ମାନେ ସବୁବେଳେ। ସବୁବେଳେ ମାନେ କଣ? ଯୋଉ ସମୟରେ ପରିସ୍ଥିତି ବିଗିଡି ଯାଏ, ଯୋଉ ସମୟରେ ଅସମ୍ଭବ ପରି ଲାଗେ, ଯୋଉ ସମୟରେ ଏଇଟା ହେଇପାରିବ ନାହିଁ, ଏମିତି ପରିସ୍ଥିତି ଗୁଡିକ ଆସେ। ସେଥିପାଇଁ ଏଠି ଗୀତ ରଚକ ଦାଉଦ ସେ କହନ୍ତି, ହେ ଲୋକମାନେ ସବୁବେଳେ ତାହାଙ୍କ ଠାରେ ନିର୍ଭର କର। ଆମେ କାହା ଉପରେ ନିର୍ଭର କରିଛୁ, ସେଇଟା ହେଲା ବଡ ବିଷୟ। ସେଇଟା ଯେତେବେଳେ ଆମେ ପ୍ରଭୁଙ୍କ ଠାରେ ଆମେ ନିର୍ଭର କରିବା, ଆମେ ବଳବାନ ହେବା, ଆମେ ମଜବୁତ ହେବା। ପରମେଶ୍ୱରଙ୍କ ଏଇଟା ଇଚ୍ଛା ପ୍ରିୟମାନେ। ସେ ଆମ ଏଇଟା ହଉଛି ଗୋଟେ ବଡ ବ୍ଲେସିଂ। ଏମିତି ବ୍ଲେସିଂ, କୋଉ ବ୍ଲେସିଂ? ଯେ ପ୍ରଭୁଙ୍କ ଉପରେ ନିର୍ଭର କରିବା। ଏଠି ଦେଖନ୍ତୁ, ମୁଁ ଆପଣ ମାନଙ୍କୁ ଗୋଟେ ସୁନ୍ଦର ବିଷୟ ଦେଖେଇବା ପାଇଁ ଚାହେଁ। ମୋ ସହିତ ଯଦି ଆପଣ ପଢିବେ ଆଦି ପୁସ୍ତକ ଏହାର 32 ଅଧ୍ୟାୟ, ଏଇ ସ୍ଥାନରେ ଆମେ ଦେଖୁଛୁ ଯାକୁବ, ଯେ କି ଏମିତି ଗୋଟେ ବ୍ୟକ୍ତି ଥିଲେ, ସେ ନିଜର ବଳରେ ସବୁ କରିବା ପାଇଁ ଚାହୁଁଥିଲେ। ଯାକୁବ ଯେତେବେଳେ ମା ପେଟରେ ଥିଲେ, ରିବିକାଙ୍କର ଗର୍ଭରେ ଯେତେବେଳେ ଏସୋ ଆଉ ଯାକୁବ ଥିଲେ, ସେଇ ମା ପେଟ ଭିତରେ ଏକା ଗଣ୍ଡଗୋଳ। କୁହନ୍ତୁ, ଏସୋ ଆଉ ଯାକୁବ ମା ପେଟ ଭିତରେ କାହିଁକି ଗଣ୍ଡଗୋଳ ଲାଗୁଛନ୍ତି? କଣ ପାଇଁ ଲାଗୁଛନ୍ତି? ଗଣ୍ଡଗୋଳ ଲାଗିବାର କାରଣ କଣ? ମୁଁ ପ୍ରଥମେ ଜନ୍ମ ହେବି, ମୁଁ ପ୍ରଥମେ ଜନ୍ମ ହେଲେ ବଡ ପୁଅ ହେବି, ବଡ ପୁଅ ହେଲେ ମତେ ଅଧିକାର ମିଳିବ। ବୋଲେ ନିଜର ବଳରେ ବଡ ହେବା ପାଇଁ ଲୋକ ଚାହୁଁଛନ୍ତି, ଆଗକୁ ବଢିବା ପାଇଁ ଚାହୁଁଛନ୍ତି। ଯାକୁବ ମଧ୍ୟ ସେଇ ପ୍ରକାର ବ୍ୟକ୍ତି ଥିଲେ, ଯେ ମୁଁ ବଡ ହେଇଯିବି, ମୁଁ ଆଗରେ ଜନ୍ମ ହେଇଯିବି, ଏଇ ପ୍ରକାର ଭାବରେ ମା ପେଟରୁ ହିଁ, ମନୁଷ୍ୟର ସ୍ୱଭାବ।
ନିଜେ ନିଜେ ବଡ ହେବା ପାଇଁ ନିଜେ ନିଜେ ଉପରକୁ ଯିବା ପାଇଁ ସେମାନେ ଚେଷ୍ଟା କରିବେ। ମା ପେଟ ଭିତରୁ ଏମାନେ ଗଣ୍ଡଗୋଳ ଲାଗୁଥିଲେ। ଆଉ ଏମିତି ପରିସ୍ଥିତି ଆସିଲା ଯେ ସେ ତାକୁ ଏମିତି ରନ୍ଧା ଡାଲି ଦେଇକିନା ତାର ଜ୍ୟେଷ୍ଠ ଅଧିକାର ସେ ଛଡେଇ ନଉଛି। କାହାର ବଳରେ? ନିଜର ବଳରେ ନିଜେ ବଡ ହେବା ପାଇଁ ଚାହୁଁଛନ୍ତି। ପ୍ରିୟମାନେ, ଏମିତି ପରିସ୍ଥିତି ଯାକୁବ ସେଇ ପ୍ରକାର ଭାବରେ ସେ ଲୋକମାନଙ୍କୁ ଠକି 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 ବଡ ଲୋକ ହେବା ପାଇଁ ସବୁବେଳେ ଚାହୁଁଥିଲା। ନିଜର ବଳରେ, ନିଜର ବୁଦ୍ଧିରେ, ନିଜର ଜ୍ଞାନରେ, ନିଜର ସାମର୍ଥ୍ୟରେ ସେ ଉପରକୁ ଉଠୁଥିଲା, ମାତ୍ର ସେ ଉପରକୁ ଉଠି ପାରିଲା ନାହିଁ। ଯେତେବେଳେ ସେ ଫେରିକିନା ପୁନର୍ବାର ନିଜ ଘରକୁ ଆସୁଛନ୍ତି, ଶ୍ୱଶୁରଙ୍କ ଘରକୁ ଗଲେ, ସେ ସ୍ଥାନରେ ପୁଅ ଝିଅ ପାଇଲେ। ଗୋଟେ ଲୋକ ଯାଇଥିଲେ, ତାଙ୍କର ଅଜସ୍ର ପୁଅ ଝିଅ, ତା ପଛେ ଧନ ସମ୍ପତ୍ତି ଅଜସ୍ର ହେଇଗଲା ପରେ ମଧ୍ୟ ସେ କଣ ପ୍ରାର୍ଥନା କରୁଛନ୍ତି? ମୁଁ ପଢୁଛି ଆପଣଙ୍କ ପାଇଁ 24 ପଦ, ଆଦି ପୁସ୍ତକ 32 ଅଧ୍ୟାୟର 24 ପଦ। ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା। ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ, ମାତ୍ର ତାହାକୁ ଜୟ କରିପାରିଲେ ନାହିଁ। ଦେଖି ସେ ଯାକୁବର ଉରୁସନ୍ଧି ଉରୁ ଦେଶର ସନ୍ଧି ସ୍ଥାନରେ ଆଘାତ କଲେ। ତାହାଙ୍କ ସେହି ସହିତ ଏ ପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଉରୁସନ୍ଧି ଖସିଗଲା। ଅନନ୍ତର ସେହି ପୁରୁଷ କହିଲେ, ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା। ତହୁଁ ଯାକୁବ କହିଲା, ତୁମ୍ଭେ ମତେ ଆଶୀର୍ବାଦ ନ କଲେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ। ତୁମେ ତ ଭାଇକୁ ଠକିକିନା ଆଶୀର୍ବାଦ ନେଇଗଲ, ବାପାଙ୍କୁ ଠକିଦେଲ, ବାପାକୁ କହିଦେଲ, ବାପା ମୁଁ ଏସବୁ ବୋଲି କହିକିନା ବାପାଙ୍କ ଠାରୁ ଆଶୀର୍ବାଦ ନେଇଗଲ। ଏବେ କଣ ପାଇଁ ଆଉ ଥରେ ଆଶୀର୍ବାଦ ମାଗୁଛ? ସେ ପ୍ରକୃତର ଆଶୀର୍ବାଦ ଜାଣିନଥିଲେ। ପ୍ରିୟମାନେ, ପ୍ରକୃତ ଆଶୀର୍ବାଦ ଧନ ସମ୍ପତ୍ତି ଉଚ୍ଚ ପଦ ନୁହେଁ। ପ୍ରକୃତ ଆଶୀର୍ବାଦ ଏଇ ସ୍ଥାନରେ ପ୍ରଭୁଙ୍କ ଉପରେ ଡିପେଣ୍ଡ କରିବା। ଯେତେବେଳେ ସେ ପ୍ରଭୁଙ୍କ ଉପରେ ସହିତ ମଲ୍ଲଯୁଦ୍ଧ କରୁଛନ୍ତି, ପରମେଶ୍ୱର ତାର ଉରୁସନ୍ଧି ଛିଣ୍ଡେଇ ଦେଲେ। ଛିଣ୍ଡେଇ ଦେବା ପରଠୁ ଚାଲିବାକୁ ଚାଲୁଛ। ଏଇଟା ହଉଛି ପ୍ରଭୁଙ୍କ ଉପରେ ଡିପେଣ୍ଡ। ମୋ ସହିତ ଆପଣ ପଢିବେ, ଏଠି ତ ଲେଖା ହେଇଛି। ମୁଁ ଯାକୁବ ପୁସ୍ତକରେ, ଏବ୍ରୀ ପୁସ୍ତକରେ ଆପଣଙ୍କୁ ଏ ବିଷୟରେ ମୁଁ ଦେଖେଇବା ପାଇଁ ଚାହେଁ କି ପ୍ରକାର ଭାବରେ ଏବ୍ରୀ ପୁସ୍ତକରେ ଯାକୁବ ବିଷୟରେ ଲେଖା ଯାଉଛି। 11 ଅଧ୍ୟାୟ 21 ପଦ, ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋସେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜି ପଡି ପ୍ରଣାମ କଲେ। ଭାବନ୍ତୁ ସେ କି ପ୍ରକାର ଭାବରେ ପ୍ରଭୁଙ୍କ ଉପରେ ଆଉଜି ପଡିଲେ, ପ୍ରଭୁଙ୍କ ଉପରେ ଡିପେଣ୍ଡ କଲେ। ସେଥିପାଇଁ ଯୋଉ ସମୟରେ ଏଠି ଯଦି ଆପଣ ଆସିବେ, ଯାତ୍ରା ପୁସ୍ତକ 4 ଅଧ୍ୟାୟରେ 22 ପଦରେ, ପୁଣି ତୁମେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, ଇସ୍ରାଏଲ ଆମ୍ଭର ପୁତ୍ର, ଆମ୍ଭର ଜ୍ୟେଷ୍ଠ ପୁତ୍ର। ଇସ୍ରାଏଲ ନାଁଟା କାହାକୁ ମିଳିଥିଲା? କିଏ କହିବେ? ଯାକୁବକୁ ମିଳିଥିଲା। ଯାକୁବ ଛୋଟ ଭାଇ ଥିଲେ ନା ବଡ ଭାଇ ଥିଲେ? ଛୋଟ ଭାଇ ଥିଲେ। ମାତ୍ର ଏଠି ପ୍ରଭୁ କଣ କହୁଛନ୍ତି? 22 ପଦରେ କହୁଛନ୍ତି, ଇସ୍ରାଏଲ ଆମ୍ଭର ଜ୍ୟେଷ୍ଠ ପୁତ୍ର। ଇସ୍ରାଏଲ ଜ୍ୟେଷ୍ଠ ପୁତ୍ର ନଥିଲେ, ଏସୋ ଜ୍ୟେଷ୍ଠ ପୁତ୍ର ଥିଲେ। ମାତ୍ର ଯେଉଁ ସମୟରେ ସେ ଆଶୀର୍ବାଦ କଲେ, ମତେ ବଡ ପୁଅ ହେବାର ଅଛି, ମତେ ବଡ ହେବାର ଅଛି। କେତେବେଳେ ସେ ବଡ ପୁଅ ହେଇପାରିଲେ? ଯାକୁବ ଥିବା ସମୟରେ ବଡ ପୁଅ ହେଇପାରିଲେ ନାହିଁ। ଯେଉଁ ସମୟରେ ପରମେଶ୍ୱରଙ୍କ ଉପରେ ଡିପେଣ୍ଡ କଲେ, ପରମେଶ୍ୱର ତାଙ୍କ ଉରୁସନ୍ଧିକୁ ଛିଣ୍ଡେଇ ଦେଲେ, ସେଇ ସମୟଠୁ ସେ ଛୋଟେଇ 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 ସେ ଚାଲିଲେ। ସେଇ ସମୟରେ ପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ ଆଉ କହିଲେ, ଇସ୍ରାଏଲ, ଏସୋ ଆମର ଜ୍ୟେଷ୍ଠ ପୁତ୍ର ନୁହେଁ, ଇସ୍ରାଏଲ ଆମ୍ଭର ଜ୍ୟେଷ୍ଠ ପୁତ୍ର।
प्रिय माने प्रभुଙ୍କ ଉପରେ ଯେତେବେଳେ ଆମେ ଡିପେଣ୍ଡ କରିବା ଆମେ ଏଇଟା ହଉଛି ସେହି ଚେର ଯୋଉ ଚେର ଆମେ ଯେତେ ଆମେ ଗଭୀରକୁ ଯିବା ଆମେ ସେତେ ମଜବୁତ ହେବା ସେତେ ଷ୍ଟ୍ରଙ୍ଗ ହେବା ପ୍ରତ୍ୟେକ ପରିସ୍ଥିତି ଉପରେ ଆମେ ଜୟଲାଭ କରିପାରିବା। ଆଜି ଦୁନିଆର ଲୋକମାନେ ଚିନ୍ତା ଆଜିର ଦୁନିଆ ଲୋକମାନେ ବହୁତ ଡିପ୍ରେସନ ଦୁନିଆ ଲୋକମାନେ ଆତ୍ମହତ୍ୟା ଦୁନିଆର ଲୋକମାନେ ବିଭିନ୍ନ ପ୍ରକାର ବିଷୟରେ ମାତିଛନ୍ତି। କାହିଁକି ସେମାନେ ଏମିତି ଅଛନ୍ତି? କାରଣ ସ୍ୱୟଂ ଉପରେ ଭରସା, ନିଜ ଉପରେ ଭରସା। ପ୍ରିୟମାନେ ଆମମାନେ ଚାକିରି କରୁଛୁ, ଆମେ ଟଙ୍କା କମାଉଛୁ, ବିଜନେସ କରୁଛୁ, ମାତ୍ର ଆମର ଭରସା ପ୍ରଭୁ ହେବାର ଅଛି। ଆମେ ତାଙ୍କ ଉପରେ ଡିପେଣ୍ଡ କରିବାର ଅଛି। ଯେତେବେଳେ ମଧ୍ୟ ଆମେ ପ୍ରଭୁଙ୍କ ଉପରେ ଆମେ ଭରସା ଆମେ କରିବା ସେଇ ସମୟରେ ଆମକୁ ସେ ଉନ୍ନତକୁ ନେବେ, ଉପରକୁ ନେବେ, ଆମକୁ ସବୁ ପ୍ରକାର ଡିପ୍ରେସନ ସବୁ ପ୍ରକାର ୱରିରୁ ସେ ବାହାର କରିଦେବେ। ପ୍ରଭୁ ଆଜି ମଧ୍ୟ କହୁଛନ୍ତି ତୋର ନିଜ ସ୍ୱୟଂ ଉପରେ ଡିପେଣ୍ଡ କରିବାର ଚେରକୁ ତୁ କାଟିବାକୁ ଚାହୁଁଛୁ କି? ମୋ ଉପରେ ତୁ ଡିପେଣ୍ଡ କରିବା ପାଇଁ ଚାହୁଁଛୁ କି? ଯେତେବେଳେ ଆମେ ପ୍ରଭୁରେ ନଥିଲୁ ସେତେବେଳେ ଆମେ ନିଜ ଉପରେ, ନିଜର ବାହୁବଳ ଉପରେ, ଆମେ ନିଜର ଚାକିରି ଉପରେ, ନିଜର ଲୋକବାକ ଉପରେ ଆମେ ଡିପେଣ୍ଡ କରୁଥିଲୁ। ସେଟା ଏକ ଅସ୍ଥାୟୀ ସାହାରା ଗୁଡିକ। ମାତ୍ର ପ୍ରଭୁ ସେ କହୁଛନ୍ତି ତୁମେ କଣ ମୋ ଉପରେ ଭରସା କରୁଛ? ଯୋଉମାନେ ମନୁଷ୍ୟ ଉପରେ ଭରସା କରନ୍ତି ଆଉ ମନୁଷ୍ୟକୁ ନିଜର ବଳ କରନ୍ତି ସେମାନେ ଅଭିଶପ୍ତ ଲୋକମାନେ। ମାତ୍ର ଯୋଉମାନେ ପ୍ରଭୁଙ୍କ ଉପରେ ନିର୍ଭର କରନ୍ତି ସେମାନେ ଆଶୀର୍ବାଦର ଲୋକମାନେ।